वं वक्रतुंड महाकायो सूर्यकोटि समर्पभ निर्विघ्नं कुरु मे देवो सकल କାର୍ଯ୍ୟେଷु ମାଧବ। ନମସ୍କାର ସାଙ୍ଗମାନେ। ଆଜି ସକାଳୁ ସକାଳୁ ଠାକୁର ପୂଜା କରି ସାରି ଦେଇ ଚୁଲି ପୂଜା କରିବା ପାଇଁ ଚାଲିଲି। କାହିଁକି ନା ଆଜି ପରା ଅରାନ୍ଧିଆ, ଆଜି ଗୋଟେ ଦିନ ରୋଷେଇରୁ ଛୁଟି, କାରଣ ଆମ ଚୁଲି ପରା ଜଳିବନି ବୋଲି ଷ୍ଟ୍ରାଇକ୍ କରିଛି। ଗତକାଲି ରାତିରେ ମୁଁ ଭାତ ରାନ୍ଧି ପଖାଳି ଦେଇଥିଲି ଓ ବିଭିନ୍ନ ପ୍ରକାର ଶାଗ, ପାଣି କଖାରୁ, ଖଟା, ଭଜା ଆଦି କରି ରଖିଦେଇଥିଲି। ତାହାକୁ ଆଜି ଦିନ ସାରା ଖାଇବୁ। ଆପଣମାନଙ୍କ କେଉଁମାନଙ୍କ ଘରେ ଅରାନ୍ଧିଆ ଅଛି ଦୟାକରି ଜଣାଇବେ। ସତରେ ଆଜ୍ଞା, ସବୁଦିନ ପଖାଳ ଖାଇବା ଠାରୁ ଅରାନ୍ଧିଆ ଦିନ ପଖାଳ ଖାଇବାର ମଜା କିଛି ଅଲଗା। ଚୁଲି ପୂଜା ସାରି ଫେରିଲା ବେଳକୁ ଖୁବ୍ ଜୋରେ ବର୍ଷା ପବନ ମାଡ଼ି ଆସିଲାଣି। ସତରେ ଆଜ୍ଞା, ସବୁଦିନ ପଖାଳ ଖାଇବା ଠାରୁ ଅରାନ୍ଧିଆ ଦିନ ପଖାଳ ଖାଇବାର ମଜା କିଛି ଅଲଗା ଥାଏ। ଆଜି ଯେଉଁ ଏ ବର୍ଷା ପାଗକୁ ଏ ପଖାଳ ପୁରା ଜମିଗଲା। କେଉଁମାନେ ଅରାନ୍ଧିଆ ପଖାଳ ଖାଇଛନ୍ତି? ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଦୟାକରି କମେଣ୍ଟରେ ଜଣାଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।